ଚିଲିକାରେ ଲାଗିଛି ନିଆଁ ହୁତୁ ହୁତୁ ହୋଇ ଜଳୁଛି ନଳବଣ। ଗତ ରାତିରୁ ଲାଗିଛି ନିଆଁ। ପ୍ରାୟ 1 କିଲୋମିଟର ଏରିଆ ଜଳି ପାଉଁଶ ହୋଇଗଲାଣି, ତଥାପି ନିଆଁ ଆୟତ ହୋଇପାରୁନି। ନଳବଣ ଜାଳିବା ଖବର ଜଣାପଡ଼ିବା ପରେ କଣାସ ଏବଂ ଟାଙ୍ଗୀ ଅଗ୍ନିଶମ ବିଭାଗ ଯାଇଥିଲା। ତେବେ ଆଜି ଦିନ 10ଟାରେ ଖବର ପାଇ ଉଭୟ ଅଗ୍ନିଶମ ବାହିନୀ ଭୂଷଣ୍ଡପୁର ସ୍ଥିତ ବାଲିପାଟପୁର ଠାରୁ ଡଙ୍ଗା ଯୋଗେ ଚିଲିକା ଭିତରକୁ ଯାଇଥିଲେ। ତେବେ ଉଭୟ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ନଳବଣ ଭିତରେ ପଶି ପାଣି ମାଡ଼ କରି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ନିଆଁ ଯଦିଓ ସମ୍ପୂର୍ଣ୍ଣ ଲିଭିପାରି ନାହିଁ, ତଥାପି ଆୟତ୍ତରେ ରହିଛି। ହେଲେ ରାତିର ପବନ ନିଆଁକୁ କୁଆଡ଼େ ପୁଣି ଯେ ନ ବ୍ୟାପିବ ତାହା କହିହେବ ନାହିଁ। ରାତିରେ ନଳବଣ ଭିତରେ ବାହାରି ପାରିବେ ନାହିଁ, ତେଣୁ ନିଆଁ ଲିଭା ଦଳ ଏବେ ଫେରି ଆସିଛନ୍ତି। ତେବେ ଆସନ୍ତାକାଲି ପୁଣି ନଳବଣ ଯିବେ ଏହି ଟିମ୍। ନଳବଣ ପକ୍ଷୀ ଅଭୟାରଣ୍ୟ ଭାବରେ ଏସିଆ ମହାଦେଶରେ ପରିଚିତ। ନୀଳାମ୍ବୁ ଚିଲିକାର ନଳବଣ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ବେଳେ ଅଗ୍ନିକାଣ୍ଡ ଘଟି ଶ୍ରୀହୀନ ହୋଇପଡ଼ିଛି। ତେବେ ଚିଲିକାରେ ଥିବା ପକ୍ଷୀମାନେ ଏବେ ଭୟଭୀତ। ସେମାନେ ବାସସ୍ଥାନ ପୋଡ଼ିଯାଇଥିବା ବେଳେ ପକ୍ଷୀ ଏବେ ଏଣେତେଣେ ଉଡ଼ି ବୁଲୁଛନ୍ତି। ଆଜ୍ଞା, କଣ ରହିଥିଲା, କେମିତି ନିଆଁ ଲାଗିଲା, କଣ ସୂଚନା ଅଛି, ଆପଣ କେମିତି ଯାଇକି ପହଞ୍ଚିଲେ? ମୁଁ ଏସ ରଘୁନାଥ ସାହୁ, କଣାସ ଫାୟାର ଷ୍ଟେସନ। ଆମେ ଆଜି ଦିନ 10:30 ବେଳେ ଗୋଟେ ଖବର ପାଇଲୁ। ଆମ କଣ୍ଟ୍ରୋଲ ରୁମରୁ ଖବର ଦେଲେ ଯେ ଚିଲିକା ନଳବଣ ଭିତରେ ଗୋଟେ ଜାଗାରେ ବାଲିପାଟପୁରରେ ନିଆଁ ଲାଗିଛି। ଆମେ ସାଙ୍ଗେ ସାଙ୍ଗେ କଣାସ ଫାୟାର ଷ୍ଟେସନର ଆମେ ଆମର ଷ୍ଟାଫ ସହ ମୁଁ ନିଜେ ଗଲି ଘଟଣାସ୍ଥଳକୁ। ଆମେ ଗଲୁ, ଯାଇକି ପହଞ୍ଚିଲା ବେଳକୁ ଦେଖିଲୁ ଯେ ନିଆଁ ଭିତରେ, ଚିଲିକା ଭିତରେ ନିଆଁ ଲାଗିଛି, ମାନେ ନଳବଣ ଭିତରେ ନିଆଁ ଲାଗିଛି। ଏବଂ ଟାଙ୍ଗୀ ଫାୟାର ଷ୍ଟେସନର ଗାଡ଼ି ବି ଆସିଥିଲା। ଆମେ ସେଠିକି ବାଟ ନାହିଁ ଯିବା ପାଇଁ, ତେଣୁକରି ଆମେ ଗୋଟେ ଲୋକାଲ ଲୋକମାନଙ୍କର ସହଯୋଗରେ ଗୋଟେ ବୋଟ ଠିକ କଲୁ। ବୋଟରେ ଆମେ 2 ଜଣ ଯାକ ଦୁଇଟି କେନ୍ଦ୍ରରେ ସମସ୍ତ କର୍ମଚାରୀ ଏବଂ ଆମର ନିଆଁ ଲିଭାଇବା ପାଇଁ ଯୋଉ ଯନ୍ତ୍ର ସବୁ ଅଛି ସବୁ ନେଇକି ଯାଇଥିଲୁ। କଣାସ କେନ୍ଦ୍ରର ଆମର ଯୋଉ ଗୋଟେ ପୋର୍ଟେବୁଲ ପମ୍ପ ଅଛି, ପୋର୍ଟେବୁଲ ପମ୍ପ ନେଇଥିଲୁ। ନେଇକିରି ନଦୀ ସେଇ ଚିଲିକା ପାଣିରୁ ନେଇକିରି ସେଇ ପାଖ ନିଆଁ ତକ ଯେତକ 600-700 ଫୁଟ ପର୍ଯ୍ୟନ୍ତ ଆମେ ସେ ସବୁ ଭିତରେ ପଶିକି ପିଲା ପଶିକିରି ନିଆଁକୁ ଲିଭେଇଥିଲେ ପାଣି ପକେଇକିରି। ଆଉ ଭିତରକୁ ଯିବା ସମ୍ଭବ ହେଲାନି, ତେଣୁକରି ଆମେ କିଛି ଅଧା ଅଧି ନିଆଁ ଲିଭେଇ ଦେଇଛୁ। ତାପରେ ଅନ୍ଧାର ହେଇଗଲା ଆସିଲାଣି, ସେଠୁ ଆସିବାଟା କଷ୍ଟକର, ତେଣୁ ଆମେ ଫେରି ଆସିଲୁ। ତାଙ୍କର ଫରେଷ୍ଟ DFO ସାର୍ଙ୍କୁ କହିଲୁ, ଆମେ ସାର୍ ଅନ୍ଧାର ହେଇଗଲାଣି, ନା ଆପଣ ଫେରି ଆସନ୍ତୁ, କାଲିକି ଆଉ ଥରେ ଆସିବା ନିଆଁ ଲିଭେଇବା। କଣ କେମିତି ଜଣା ପଡିଛି, କଣ କାରଣ, କଣ ନିଆଁ ଲାଗିବାର କାରଣ କଣ କେମିତି ଜଣା ପଡିଛି କି? କାରଣ କିଏ କହିପାରୁନାହାନ୍ତି। ଆମେ ଯେତେ ଦୂର ଭାବୁଛୁ ଯେ କୌଣସି ଦୁର୍ବୃତ୍ତ ଯୋଉ ବିଡି ସିଗାରେଟ ଖାଇକି ଯୋଉ ଯାଉଛନ୍ତି ମାଛ ମାରିବାକୁ, ସେଇମାନେ ନିଆଁ ଲଗେଇ ଦେଇଥିବେ ବୋଲି ଅନୁମାନ କରାଯାଉଛି। କଣ ସବୁ କେତେ ଏରିଆ କ୍ଷତି ହେଇଛି ଏବଂ କଣ ହେଇଛି ସେମିତି କହି ହଉନି। ବଣଟା ତ ଜଙ୍ଗଲଟା ପୁରା ଲାଗିଛି ନିଆଁ। ତଥାପି ଆମେ ଅଧା ଅଧି 75% ନିଆଁ ଲିଭେଇ ଦେଇଛୁ, ଆଉ ଅଳ୍ପ କିଛି ଅଛି। ଯଦି ରାତିରେ ଆମେ ତ ଆଉ ରାତିରେ କିଏ ଯାଇପାରିବେନି, କାଲି ସକାଳୁ ସକାଳୁ ଆମେ ଯାଇକିରି ପହଞ୍ଚିବୁ। କଣାସରୁ ବିମ୍ବାଧରଙ୍କ ରିପୋର୍ଟ, ପ୍ରଦିନ ଟିଭି।